ତିନି ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ରେ ଶ୍ରୀଲଙ୍କା ବିପକ୍ଷରେ 2-0 ଆଗୁଆ ରହିଛି ଭାରତ। ବର୍ତ୍ତମାନ ଟିମ୍ ଇଣ୍ଡିଆ ଆଜି ତୃତୀୟ ତଥା ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ। ଏଭଳି ପରିସ୍ଥିତିରେ ତୃତୀୟ ଟି20 ମ୍ୟାଚ୍ରେ ପ୍ଲେଇଂ 11ରେ କିଛି ପରିବର୍ତ୍ତନ ହୋଇପାରେ। କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ପ୍ରଥମ ଦୁଇଟି ମ୍ୟାଚ୍ରେ ଖେଳୁଥିବା ପ୍ଲେଇଂ 11ରେ କେବଳ ଗୋଟିଏ ପରିବର୍ତ୍ତନ କରିଥିଲେ। ପ୍ରଥମ ମ୍ୟାଚ୍ରେ ସୁମନ ଗିଲ୍ ଖେଳୁଥିବା ଦେଖିବାକୁ ମିଳିଥିବା ବେଳେ ସଞ୍ଜୁ ସାମସନ୍ ଦ୍ୱିତୀୟ ମ୍ୟାଚ୍ରେ ତାଙ୍କ ସ୍ଥାନରେ ସୁଯୋଗ ପାଇଥିଲେ। କିନ୍ତୁ ଓପନର ଭାବରେ ଗିଲ୍ଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍ରେ ଖେଳିଥିବା ସଞ୍ଜୁ ସାମସନ୍ ଦଳର ଆଶା ପୂରଣ କରିନଥିଲେ। ଏଭଳି ପରିସ୍ଥିତିରେ ଆଉ କିଛି ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ଅଛି ଯେଉଁମାନେ ଏପର୍ଯ୍ୟନ୍ତ ଖେଳିନାହାନ୍ତି। ସେଇଥିପାଇଁ ରିଷଭ ପନ୍ତଙ୍କୁ ଶେଷ ମ୍ୟାଚ୍ରେ ବିଶ୍ରାମ ଦିଆଯାଇପାରେ ଏବଂ ଶିବମ୍ ଦୁବେ ତାଙ୍କ ସ୍ଥାନରେ ଖେଳିପାରିବେ। ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେଇ ଖାଲିଲ୍ ଅହମ୍ମଦଙ୍କୁ ଖେଳାଯାଇପାରିବ। ତୃତୀୟ ଟି20 ପାଇଁ ପ୍ଲେଇଂ 11 ଓପନିଂ କରିବା ପାଇଁ ଆସିବେ ଯଶସ୍ୱୀ ଜୟସ୍ୱାଲ, ତାଙ୍କ ସହ ସାଥ ଦେବା ପାଇଁ ଆସିବେ ସଞ୍ଜୁ ସାମସନ୍। ନମ୍ବର 3ରେ ବ୍ୟାଟିଂ କରିବା ପାଇଁ ଆସିବେ ସୂର୍ଯ୍ୟକୁମାର ଯାଦବ। ମିଡିଲ୍ ଅର୍ଡର ପାଇଁ ରହିଛନ୍ତି ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିୟାନ୍ ପରାଗ, ରିଙ୍କୁ ସିଂ। ଅଲରାଉଣ୍ଡର ପାଇଁ ରହିଛନ୍ତି ୱାଶିଂଟନ୍ ସୁନ୍ଦର। ସ୍ପିନ୍ ବୋଲିଂ ପାଇଁ ରହିଛନ୍ତି ରବି ବିଷ୍ଣୋଇ ଏବଂ ପେସ୍ ବୋଲିଂ ପାଇଁ ରହିଛନ୍ତି ଖାଲିଲ୍ ଅହମ୍ମଦ ଏବଂ ଆର୍ଶଦୀପ ସିଂ।